ସକାଳର ବଡ଼ ଖବର ସକାଳର ଲାଟେଷ୍ଟ ଅପଡେଟ୍। ଖାଦ୍ୟ ସୁରକ୍ଷା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ରାସନ କାର୍ଡକୁ ନେଇ ବଡ଼ ସାଂଘାତିକ ତଥ୍ୟ। ସମ୍ପୂର୍ଣ୍ଣ ଭାବରେ ଯଦି ଦେଖିବା ତାଙ୍କ ମତ ଥିଲା କୃଷ୍ଣଚନ୍ଦ୍ର ପାତ୍ର ସମ୍ପୂର୍ଣ୍ଣ ଭାବରେ ମିଡ଼ିଆକୁ କହିଥିଲେ କି 5% ଲୋକଙ୍କର ସମ୍ପୂର୍ଣ୍ଣ ଭାବରେ ରାସନ କାର୍ଡ କାଟି ଦିଆଯାଇଛି। କେଉଁମାନଙ୍କର ରାସନ କାର୍ଡ କାଟି ଦିଆଯାଇଛି ସେ ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ଆପଣଙ୍କୁ ଦେବି। ଯେଉଁମାନଙ୍କର କଟିଛି ସେମାନେ ହେଉଛନ୍ତି ଯେଉଁମାନେ ଇନକମ୍ ଟ୍ୟାକ୍ସ ସମ୍ପୂର୍ଣ୍ଣ ଭାବରେ ସରକାରଙ୍କୁ ଦେଉଛନ୍ତି, ତ ସେମାନଙ୍କର ସମ୍ପୂର୍ଣ୍ଣ ଭାବରେ ରାସନ କାର୍ଡରୁ ବଞ୍ଚିତ ଅଛନ୍ତି, ସେମାନଙ୍କର କଟିଛି। ଏବଂ ଯେଉଁମାନେ ସମ୍ପୂର୍ଣ୍ଣ ଭାବରେ ମୃତାହତ ହୋଇଛନ୍ତି ଏବଂ ସେମାନେ ରାସନ କାର୍ଡରେ ଚାଉଳ ଏବେ ବି ପାଉଥିଲେ, ସେମାନଙ୍କର ରାସନ କାର୍ଡ କାଟି ଦିଆଯାଇଛି। ଏବଂ ଅନେକ ଲୋକ ମଧ୍ୟ ସରକାର ଚାକିରି କରି ରାସନ କାର୍ଡ ଆବେଦନ କରିଥିଲେ ଏବଂ ପାଇଥିଲେ, ତାଙ୍କର ମଧ୍ୟ ରାସନ କାର୍ଡ କାଟି ଦିଆଯାଇଛି। ଏବଂ ଅନେକ ଲୋକ ମଧ୍ୟ 4 ଚକିଆ ଏବଂ 2 ଚକିଆ ଅନେକ ଥାଇ ମଧ୍ୟ ଆପ୍ଲାଏ କରିଥିଲେ, ସେମାନଙ୍କର ମଧ୍ୟ ଇନକ୍ୱାରି ହେଇ କାଟି ଦିଆଯାଇଛି। ତ ଏଇମାନଙ୍କର ହିଁ କଟିଛି, କୌଣସି ଗରିବ ଲୋକଙ୍କର ରାସନ କାର୍ଡ କଟି ନାହିଁ ବୋଲି ସମ୍ପୂର୍ଣ୍ଣ ଭାବରେ ସ୍ପଷ୍ଟ ସୂଚନା ଦେଇଥିଲେ ଖାଦ୍ୟ ଖାଉଟି ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଯାହା ସକାଳ ବଡ଼ ଲାଟେଷ୍ଟ ଅପଡେଟ୍। ଏବଂ ଦ୍ୱିତୀୟ ପ୍ରସଙ୍ଗକୁ ଯିବା, ସୁଭଦ୍ରା ଯୋଜନା। ସୁଭଦ୍ରା ଯୋଜନାରେ ସମ୍ପୂର୍ଣ୍ଣ ଭାବରେ ନୂଆବର୍ଷ ପାଇଁ ଦୁଇଟି ସୁଭଦ୍ରା ଯୋଜନାର ରାଶି ଦିଆଯିବ ବୋଲି ବିଭାଗର ମନ୍ତ୍ରୀ ମହିଳା ବିକାଶ ଉନ୍ନତି ମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସମ୍ପୂର୍ଣ୍ଣ ଭାବରେ ସୂଚନା ଦେଇଥିଲେ କି ନୂଆ ବର୍ଷରେ ଦୁଇଟି ଉପହାର ମିଳିବ। ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ଯେଉଁମାନେ ଆପ୍ଲାଏ କରିନାହାନ୍ତି ସେମାନେ ଏବେ ବି ଖୋଲା ଅଛି, ଆପ୍ଲାଏ କରିପାରିବେ। 21 ବର୍ଷର ଯେଉଁମାନେ 21 ବର୍ଷର ମହିଳା ଅଛନ୍ତି ଆବେଦନ କରିନାହାନ୍ତି ସେମାନେ ଆବେଦନ କରିପାରିବେ, ସେମାନଙ୍କୁ ଦିଆଯିବ। ଏବଂ ଆଉ ଗୋଟେ ନୂଆ କିସ୍ତି ମିଶାଇ ସମ୍ପୂର୍ଣ୍ଣ ଭାବରେ ଗୋଟି କିସ୍ତି ମହିଳାମାନଙ୍କୁ ଦିଆଯିବ ବୋଲି ଯାହା ଲାଟେଷ୍ଟ ଅପଡେଟ୍ ଦେଇଥିଲେ ପ୍ରଭାତୀ ପରିଡ଼ା। ସକାଳର ବଡ଼ ଖବର, ସକାଳର ଲାଟେଷ୍ଟ ଅପଡେଟ୍।